ଘରଟାରେ ଯାହା କଲେ ମତେ ଗାଳି କରୁଛନ୍ତି। ଯାଉଛି ଫିଲ୍ ନାହିଁ ଯେମିତି ଘର ଛାଡି ଯାଆନ୍ତି, ସେମିତି ମୁଁ ବି କୁଆଡେ ପଳେଇବି। କୁଆଡେ ଗୋଟେ ଯାଇଥିବି, ସିଆଡେ ବସରେ କି ଟ୍ରେନରେ ବସିକି ସିଆଡେ ପଳେଇବି ଆଉ। ତାପରେ କଣ କରିବି, ଗୋଟେ ଅଜଣା ଜାଗାରେ ପହଞ୍ଚିବି। ଅଜଣା ଜାଗାରେ ପହଞ୍ଚିଲା ପରେ ଗୁଣ୍ଡା ମାନେ ମୋ ପଛରେ ପଡିଯିବେ। ତାପରେ କଣ ହବ ନା, ହିରୋ ଭଳିଆ ଗୋଟେ ପିଲାଟେ ଆସିବ ଆଉ ମତେ ସେମାନଙ୍କ ସହିତ ଫାଇଟିଂ କରିକି ବଞ୍ଚେଇ ଦବ। ମୋ କଥା ଜାଣି ସେ ମତେ ତା ଅଫିସରେ ଗୋଟେ ଚାକିରି ଦବ। ତା ଅଫିସ ଟା ବହୁତ ଡାଉନରେ ଚାଲୁଥିବ, ହେଲେ ମୁଁ ମୋ ବୁଦ୍ଧି ଖର୍ଚ୍ଚ କରି ସେଟାକୁ ପୁରା ଟପକୁ ନେଇଯିବି। ମୋର ଏତେ ସବୁ ଟ୍ୟାଲେଣ୍ଟ ଦେଖିକି ସେ ହିରୋ ପୁରା ମୋ ପ୍ରେମରେ ପଡିଯିବ। ଆମ ଘରେ ଏଠି ସବୁ ଗରିବ ହେଇଯାଇଥିବେ, ମୁଁ ତ ନଥିବି ନା। ବ୍ୟାଙ୍କରୁ ଲୋନ ଆଣିଥିବେ, ସୁଝି ପାରି ନଥିବେ। ତାପରେ ଆମେ ହିରୋ ଆଉ ମୁଁ ଆସି ଏଠି ପହଞ୍ଚିଯିବୁ। ପହଞ୍ଚିଲା ବେଳକୁ ଘର ନିଲାମ ହଉଥିବ। ମୁଁ ସବୁଠୁ ଅଧିକା ଟଙ୍କା ଦେଇ ଏ ଘରର ନିଲାମଟାକୁ ରଖିବି। ତାପରେ ଆମ ଘର ଲୋକ ଫିଲ୍ମ ଷ୍ଟାଇଲରେ ମତେ ଦେଖିଲା ପରେ ପୁରା ଖୁସି ହେଇଯିବେ ଆଉ। ସେତେବେଳେ ଜାଣିବେ ମୋର ଟ୍ୟାଲେଣ୍ଟଟା କେତେ। ସେତିକି ବେଳେ ଆସିବ ଅସଲ ମଜା। ବସିକି କଣ ଦେଖୁଛୁ, ଯା ବାସନ ମାଜୁ।